मॉर्निंग 5:30 ମୁଁ ଆଜି ଉଠିକି ଦେଖିଲା ବେଳକୁ ବାପା କାମ କରୁଛନ୍ତି। କାହିଁକିନା ଆମର ଆଜି ଯେଉଁ ଫ୍ଲୋର କାମ ହେବ ତ ରେଷ୍ଟ କାମ ଗୁଡ଼ା ବାପା କରୁଥିଲେ। ତ ବାପାଙ୍କ ସହିତ ମିଶିକି ମୁଁ ବି କିଛି କାମ ଗୁଡ଼ା ସବୁ କରିଦେଲି। ଏସବୁ ସରିଲା ପରେ ଯେହେତୁ ବାଲିରେ ବି ଦରକାର ବହୁତ, ସେଥିପାଇଁକା ଖରାପ ହୋଇଥିଲା। ତ ଭଉଣୀର ମୋର ଆମେ ତାକୁ ସବୁ ବଲି ଚଲେଇକି ସଫା କରିଦେଲୁ। ତାପରେ ମୁଁ ଯେହେତୁ ସିଆଡ଼େ କାମ କରୁଥିଲି, ମୋ ବୋଉ ମାଛ ଏଠି ଭାଜିଲା, ମୋ ବାପା ଖାଇଲେ। ତ ମୁଁ ଆସିକି ଗାଧେଇକି ଦେଖିଲି ଆମ ଘରେ ସବୁ କେତେ କ'ଣ କାମ ଚାଲିଛି। ତ ଅଲରେଡ଼ି ଆମ କାମ ଷ୍ଟାର୍ଟ ହେଇଗଲା। ତାପରେ ମୁଁ ଆସିକି କିଛି ଖାଇଦେଲି। ଖାଇସାରିକି ମୁଁ ରୋଷେଇ ଆରମ୍ଭ କରିଦେଲି। ଆଜି ମୁଁ କିଛି ବି କରିନଥିଲି, ଖାଲି ଭାତ ଆଉ ମାଛ ତରକାରୀ ଟିକେ କରିଥିଲି। ତାପରେ ସେ ଖାଇସାରିଲା ପରେ ଆମର ଗୋଟେ ଚଉରା ଲଗାଇବାର ଥିଲା, ସେଥିପାଇଁ ମୁଁ ଗୋଟେ ଅଠାଟେ କିଣିକି ଆଣିଥିଲି। ସେ ଅଠାରେ ଆସିଟା ସେଟ୍ ହେଇଗଲା। ମୁଁ ଇଭିନିଂ ଟାଇମ୍ରେ ପିଲାମାନଙ୍କ ଟ୍ୟୁସନ୍ କଲି। ଏକ୍ଜାମ୍ ଲେବୁଲ୍ ଏତେ ହାର୍ଡ଼ ହେଇଗଲାଣି ଯେ ଆମକୁ ବହୁତ ହାର୍ଡ଼ୱାର୍କ କରିବାକୁ ପଡ଼ିବ। କିନ୍ତୁ ସମୟ ଅଭାବରୁ ମୁଁ କମ୍ ଟାଇମ୍ ପାଉଛି, ତଥାପି ତାକୁ ଠିକ୍ ଭାବେ ୟୁଟିଲାଇଜ୍ କରୁଛି। ତ ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବା ଜମା ଭୁଲିବେନି। ପୁଣି ଦେଖାଉ ନେକ୍ସଟ ବ୍ଲଗ୍ରେ। ଜୟ ମା ବିରଜା।